ଚୈତି 2025 କବିତା ଆଶ୍ରୟକୁ ସମସ୍ତଙ୍କୁ ମୋର ସ୍ୱାଗତ ଓ ଶୁଭେଚ୍ଛା। ମଞ୍ଚାସୀନ ବିଡିଓ ମ୍ୟାମ୍, ବିଇଓ ମ୍ୟାମ୍, ପଞ୍ଚାୟତ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ କବି ଲେଖକମାନଙ୍କୁ ମୋର ସ୍ୱାଗତ, ଶୁଭେଚ୍ଛା, ଅଭିନନ୍ଦନ ଓ ନମସ୍କାର। ମୋର ଏକ ବିପ୍ଳବାତ୍ମକ କବିତା। କବିତାର ଶୀର୍ଷକ ପୁଞ୍ଜିପତି ସାମ୍ରାଜ୍ୟ ଓ ବୈଶ୍ୱିକ ଷଡ଼ଯନ୍ତ୍ର। ଆସନ୍ତୁ ଶୁଣିବା। ହେ ସାଧାରଣ ଜନତା, ତୁମେ କ'ଣ ଜାଣିପାର ନାହଁ ପୁଞ୍ଜିପତିମାନଙ୍କର ଷଡ଼ଯନ୍ତ୍ରକୁ? କେମିତି ସେମାନେ ସରକାରଙ୍କୁ ମଧ୍ୟ ନିଜ ଆୟତ୍ତରେ ରଖିଛନ୍ତି। ତାଙ୍କ ଅନୁସାରେ ହିଁ ନୀତି ନିୟମ କାର୍ଯ୍ୟକାରୀ ହେଉଛି। ହେ ନିରୀହ ଜନତା, ତୁମେ କ'ଣ ଜାଣିପାରୁ ନାହଁ ଅସମୟରେ ଆକାଶରୁ କୃତ୍ରିମ ବର୍ଷା ଫସଲକୁ ନଷ୍ଟ କରି ଦିଆଯାଉଛି ହାର୍ପ ଟେକ୍ନୋଲୋଜି ଓ କେମିକାଲ ଧୂଆଁ ଦ୍ୱାରା। ହେ ସରଳ ଜନତା, ତୁମେ କ'ଣ ଜାଣିପାରୁ ନାହଁ ବ୍ୟାଙ୍କିଂ ସିଷ୍ଟମର ମାୟାଜାଲକୁ? କେମିତି ଲମ୍ବିଛି ଚେର ରିଜର୍ଭ ବ୍ୟାଙ୍କରୁ ୱାର୍ଲଡ ବ୍ୟାଙ୍କ ପର୍ଯ୍ୟନ୍ତ। ତୁମକୁ ଋଣ ଦେଇ ଶ୍ରୀହୀନ କରି ଦିଆଯାଉଛି। ତୁମକୁ ଅସଲି ଧନରୁ ଦୂରେଇ ରଖି କାଗଜର ନକଲି ନୋଟ ଧରାଇ ଦିଆଯାଇଛି। ହେ ଉଦାସୀନ ଜନତା, ତୁମେ କ'ଣ ଜାଣିପାରୁ ନାହଁ ଦେଶରେ କାୟା ବିସ୍ତାର କରିଥିବା ବିଶାଳ ଫାର୍ମା କମ୍ପାନୀର ଷଡ଼ଯନ୍ତ୍ରକୁ? ସବୁଆଡ଼େ ଚେର ମାରି ଚାଲିଛି। ଅୟଥା ଟିକା ପେଷ୍ଟିସାଇଡ୍ ଦେଇ ତୁମକୁ ରୋଗୀ କରାଯାଉଛି। ଛତୁ ଫୁଟିଲା ପରି ମେଡିକାଲ ହସ୍ପିଟାଲ ତିଆରି କରି ତୁମକୁ ଶୋଷଣ କରାଯାଉଛି। ହେ ଶୋଷିତ ସାଧାରଣ ଜନତା, ତୁମେ କ'ଣ ଜାଣିପାରୁ ନାହଁ ବିଦ୍ୟାଳୟରେ ଆଉ ବିଦ୍ୟା ନାହିଁ। ଶିକ୍ଷା ନାଁରେ ଧନ୍ଦାମୂଳକ ବ୍ୟାପାର ଚାଲିଛି। ବିକାଶ ନାଁରେ ବିନାଶର ସ୍ୱାର୍ଥ ଶିକ୍ଷା ପ୍ରଦାନ କରାଯାଉଛି। ଚାକିରି ଓ ଟଙ୍କା ନାଁରେ ନୈତିକତା, ମାନବିକତା, ଆଧ୍ୟାତ୍ମିକତା ଓ ମୂଲ୍ୟବୋଧ ସଂସ୍କୃତ ଶିକ୍ଷାକୁ ସମାପ୍ତ କରି ଦିଆଯାଇଛି। ଆଜି ବିଦ୍ୟାଳୟ ଆଦର୍ଶ ନାଗରିକ ଗଢ଼ି ପାରୁନି। ବୋଧେ ଏଇଥିପାଇଁ ବଡ଼ ବଡ଼ ଅଫିସର, ଡାକ୍ତର, ଉଚ୍ଚ ପଦାଧିକାରୀ ମଧ୍ୟ ଲାଞ୍ଚ ନେବାକୁ କୁଣ୍ଠାବୋଧ କରୁନାହାନ୍ତି। ଆମର ମାନସିକତାରେ ଏ ଯେଉଁ ବିକୃତ ପରିବର୍ତ୍ତନ ଦେଖାଦେଇଛି, ସେଥିପାଇଁ କ'ଣ ବିକୃତ ଶିକ୍ଷା ଦାୟୀ ନୁହେଁ? ହେ ସାଧାରଣ ଜନତା, ତୁମେ କ'ଣ ଜାଣିପାରୁ ନାହଁ ଜନସଂଖ୍ୟା ନିୟନ୍ତ୍ରଣର ଆଢ଼ୁଆଳରେ କାର୍ଯ୍ୟକାରୀ ହେଉଛି ଅନେକ ଅଦୃଶ୍ୟ ଯୋଜନା। ଜିଏମ୍ଓ ଫୁଡ୍ ପ୍ରଚଳନ, ପେଷ୍ଟିସାଇଡ୍ସର ବ୍ୟବହାର, ସମଗ୍ର ଦେଶରେ ନିଶା କାରବାର, ତମାଖୁ ଗୁଟ୍ଖା ବ୍ୟାପାରର ବୃଦ୍ଧି, ନପୁଂସକତା ପାଇଁ ଅଣ୍ଡା ପ୍ରଦାନ, ମୋବାଇଲ, ଲ୍ୟାପଟପ୍, ଇଣ୍ଟରନେଟ୍ ଓ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ଶୃଙ୍ଖଳା ନଷ୍ଟ ଓ ଅପପ୍ରଚାର। ତେଣୁ ମାନସିକ ଅଶାନ୍ତିରେ ଆଜି ସମସ୍ତେ ଅସ୍ତବ୍ୟସ୍ତ ଓ ରୋଗୀ। ତାର ଇଲାଜ ପାଇଁ ପୁଣି ଶହ ଶହ ହଜାର କୋଟି ଟଙ୍କାର ଫାର୍ମା ମାଫିଆ। ନପୁଂସକ କଲାପରେ IVF ସେଣ୍ଟର ସ୍ଥାପନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଉଛି। ପ୍ରଥମେ ସମସ୍ୟା ସୃଷ୍ଟି କରାଯାଉଛି, ତାପରେ ସମାଧାନ। ଆଖି ନଷ୍ଟ କରି ଚଷମା ବଣ୍ଟନ କରାଯାଉଛି। ହେ ସାଧାରଣ ଜନତା, ତୁମେ କ'ଣ ଜାଣିପାରୁ ନାହଁ ଦେଶ ମଧ୍ୟରେ ନିଜର ଅର୍ଥନୀତିକୁ ମଜବୁତ କରିବା ପାଇଁ ଭ୍ୟାକ୍ସିନ ୱାର, ଭାଇରସ ୱାର ଚାଲିଛି। ଜିଓ ପଲିଟିକ୍ସ ଚାଲିଛି। DNA ପରିବର୍ତ୍ତନ ପାଇଁ ଟୀକାକରଣ ଚାଲିଛି। ସମସ୍ତଙ୍କୁ ଗୋଟିଏ ଅସ୍ତ୍ରରେ ମାରିବା ପାଇଁ ୟୁନିଫର୍ମ ସିଭିଲ କୋଡ୍ ଲ ଗଠନ କରାଯାଇଛି। ହେ ସାଧାରଣ ଜନତା, ତୁମେ କ'ଣ ଜାଣିପାରୁନ ବିଶ୍ୱ କେନ୍ଦ୍ରିକ ଡିଜିଟାଲ କରେନ୍ସିର ପ୍ରଚଳନ ବ୍ୟବସ୍ଥାକୁ? ତୁମକୁ ସବୁଦିନ ପାଇଁ ଆର୍ଥିକ ବନ୍ଧନରେ ରଖିବାର ଷଡ଼ଯନ୍ତ୍ର ଚାଲିଛି। CBDCର ନୂଆ ନିୟମ ରଜ୍ଜୁରେ ବାନ୍ଧି ସମସ୍ତଙ୍କୁ ଆଜୀବନ ଗରିବ ଓ ଶାସକ ଗୋଷ୍ଠୀ ଉପରେ ସର୍ବଦା ନିର୍ଭରଶୀଳ ହୋଇ ଜୀବନ ବିତାଇବା ପାଇଁ ଯୋଜନା ଚାଲିଛି। ହେ ସାଧାରଣ ଜନତା, ତୁମେ କ'ଣ ଜାଣିପାରୁ ନାହଁ ଚାରିଆଡ଼େ ମଦ ମାଂସର ବାତାବରଣ ତିଆରି କରି ନାସ୍ତିକ ସମାଜ ଗଠନ କରାଯାଉଛି। ତୁମକୁ ବାସ୍ତବିକ ଧର୍ମ, ସଂସ୍କୃତି, ପରମ୍ପରାରୁ ନିବୃତ୍ତ ହେବା ପାଇଁ ବାଧ୍ୟ କରାଯାଉଛି। ହେ ନିରୀହ ସାଧାରଣ ଜନତା, ତୁମେ କେମିତି ଜାଣିବ WHO, WTO, ୟୁନିସେଫ୍, ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡସ୍, ୱାର୍ଲଡ ବ୍ୟାଙ୍କ ଏମାନଙ୍କ ବ୍ୟବସ୍ଥା ମଧ୍ୟରେ ଲୁଚି ରହିଥିବା ଗମ୍ଭୀର ଗୁପ୍ତ ଷଡ଼ଯନ୍ତ୍ରକୁ? ସବୁ ଦେଶରେ ଏମାନଙ୍କର NGOs, ଏଜେନ୍ସିସ୍ ସରକାରଙ୍କର ମିଳିତ ସହାୟତାରେ କାର୍ଯ୍ୟ କରୁଛି। ଏମାନଙ୍କୁ ପ୍ରତିବାଦ କରିବ କିଏ? ପୃଥିବୀର 100% ପୁଞ୍ଜିପତି 90% ଲୋକଙ୍କ ଉପରେ ରାଜ କରୁଛନ୍ତି। ହେ ନିରୀହ ବିଶ୍ୱ ଜନତା, ତୁମେ କ'ଣ ଜାଣିପାରୁନ ବ୍ୟାଙ୍କିଂ ରେଗୁଲେଟିଂ ଆକ୍ଟ ତାଙ୍କର ତିଆରି, ଇଣ୍ଡିଆନ ପୋଲିସ ଆକ୍ଟ ତାଙ୍କର ତିଆରି, ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ଆକ୍ଟ ତାଙ୍କର ତିଆରି, ଏଜୁକେସନ ଇଣ୍ଡିପେଣ୍ଡେଣ୍ଟ ଆକ୍ଟ ତାଙ୍କର ତିଆରି, ଇଲେକ୍ସନ କମିଶନ୍ସ ବଡିଜ୍ ତାଙ୍କର ତିଆରି, ନୀତି ଆୟୋଗ ମଧ୍ୟ ତାଙ୍କର ନୀତିମାନଙ୍କୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଏମାନେ ସରକାରଙ୍କୁ ଫଣ୍ଡ ଯୋଗାନ୍ତି। ରୁଲିଂ ପାର୍ଟି କଣ୍ଟ୍ରାକ୍ଟର ଏବଂ ଅପୋଜିସନ ପାର୍ଟି ଠିକାଦାର ଭାବରେ କାର୍ଯ୍ୟ କରନ୍ତି। ହେ ନିରୀହ ବିଶ୍ୱ ଜନତା, ତୁମେ କେମିତି ଜାଣିବ ସବୁ ଦେଶର ସରକାର ପୁଞ୍ଜିପତିମାନଙ୍କର ହାତର କଣ୍ଢେଇ ହେଇଯାଇଛି। ସବୁ ଦେଶର ସରକାର ପୁଞ୍ଜିପତିମାନଙ୍କର ହାତର କଣ୍ଢେଇ। ତୁମେ ଭାବୁଛ ଦେଶକୁ ସରକାର ଚଲାନ୍ତି ବୋଲି, କିନ୍ତୁ ଦେଶକୁ ସରକାର ନୁହେଁ, ବିଶ୍ୱର ସର୍ବଶ୍ରେଷ୍ଠ ପୁଞ୍ଜିପତି ବିଲ୍ ଗେଟ୍ସ, ଏଲନ୍ ମସ୍କ, ରକ୍ ଚାଇଲ୍ଡ ଫ୍ୟାମିଲି, ରକ୍ ଫେଲର ଫାଉଣ୍ଡେସନ୍ସ, ଇଲୁମିନାଟି ଏମାନେ ଚଲାନ୍ତି। ଟିକେ ଚିନ୍ତା କରି ଦେଖ, ତୁମେ ଯେଉଁ ଜୀବନ ବଞ୍ଚୁଛ ତାହା କ'ଣ ତୁମର? ତୁମ ଭାବନା ତୁମର ନୁହଁ, ତୁମ ବିଚାର ତୁମର ନୁହଁ, ତୁମ ଇଚ୍ଛା ତୁମର ନୁହଁ, ତୁମ ଚାକିରି ତୁମର ନୁହଁ, ତୁମର ସ୍ୱପ୍ନ ତୁମର ନୁହଁ। ତାଙ୍କର ଇନଫ୍ଲୁଏନ୍ସରେ ହିଁ ଆମର ସମାଜ ଗତି କରୁଛି। ତାଙ୍କର ତିଆରି ବ୍ୟବସ୍ଥା ପରିବେଶରେ ତୁମେ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇଛ। ଆମକୁ ଯେମିତି ପ୍ରଭାବିତ କରାଯାଉଛି ଆମେ ସେମିତି ଜୀବନ ବଞ୍ଚୁଛୁ। ଆମେ ଆମର ନିଜସ୍ୱ ବିଚାର ହରେଇ ଦେଇଛୁ। ଧନ୍ୟବାଦ।